ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ମାନସିଂହପୁର ଗ୍ରାମ ପଞ୍ଚାୟତ କାଳିଜିଆ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନରେ ବ୍ୟାପକ ଅନିୟମିତତା ଏବଂ ବେନିୟମ କାର୍ଯ୍ୟକଳାପ ହୋଇଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ। ଏହି ସମ୍ପର୍କରେ କାଳିଜିଆ ଉଚ୍ଚ ବିଦ୍ୟାଳୟର ବହୁ ସଂଖ୍ୟକ ଅଭିଭାବକ ଏକତ୍ରିତ ହୋଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟକୁ ଦ୍ୱାରସ୍ଥ ହୋଇଥିଲେ। ଅପରାହ୍ନ 3ଟାରେ ବୈଠକ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତକାଲି ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିଜ ମନମୁଖୀ ଶୈଳୀରେ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ। ଏହାକୁ ନେଇ ଉପସ୍ଥିତ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ଏବଂ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହେବାରୁ ବୈଠକକୁ ସାମୂହିକ ଭାବରେ ବନ୍ଦ ନକରି ମନ ଇଚ୍ଛା କମିଟି ଗଠନ କଲେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଜରିଆରେ। ଏହା ଦେଖି ବହୁ ସଂଖ୍ୟକ ଅଭିଭାବକ ସେଠାରୁ ଚାଲି ଯାଇଥିଲେ। ମାତ୍ର ଅଭିଭାବକମାନଙ୍କର ଅନୁପସ୍ଥିତିର ସୁଯୋଗ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଜଣକ ଅଳ୍ପ କେତେକ ବ୍ୟକ୍ତିଙ୍କୁ ନେଇ ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ ବେନିୟମ ଭାବରେ କମିଟି ଗଠନ କରିଥିବା ଅଭିଯୋଗ ହୋଇଛି। ଏକାଧିକ ଅଭିଭାବକଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନକରି ପୂର୍ବରୁ ଥିବା ପୁରୁଣା ମେମ୍ବରଙ୍କୁ ନେଇ ଆଉ କିଛି ନୂଆ ବ୍ୟକ୍ତିଙ୍କୁ ଧରି କମିଟି ଗଠନ ପ୍ରସ୍ତୁତ କରାଯାଇଛି। ପୂର୍ବରୁ କମିଟି ସଦସ୍ୟ ଥିବା ବ୍ୟକ୍ତିଙ୍କୁ ପୁନର୍ବାର ବେନିୟମ ଭାବରେ ଚୟନ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏହି ମନମୁଖୀ ଚୟନ ପ୍ରକ୍ରିୟାକୁ ରଦ୍ଦ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ। ଏହା ସହିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱଚ୍ଛ ଭାବରେ ପୁନର୍ବାର ଶିକ୍ଷା କମିଟି ଗଠନ ପାଇଁ ଅନୁରୋଧ କରାଯାଇଛି। ଏହି ଦାବିପତ୍ର ଉପରେ ଅଧିକାରୀ ଅବଗତ ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ନିରାକାରପୁର ବାଲୁଙ୍କେଶ୍ୱର ରୋଡ୍, ସମବାୟ ଟିଭି।